ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଯେଉଁ ସୁଭଦ୍ରା ହିତାଧିକାରୀମାନେ ସୁଭଦ୍ରା ଟଙ୍କା ପାଇନାହାନ୍ତି ମାର୍ଚ୍ଚ 8 ତାରିଖରେ, ତାହେଲେ ଏହି ଭିଡ଼ିଓ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନହେଲେ ଆପଣଙ୍କର ଆସିବ ନାହିଁ ସୁଭଦ୍ରା ଟଙ୍କା। ତେଣୁକରି ଆପଣଙ୍କୁ ଅନୁରୋଧ କରୁଛି, ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଆଉ ଚ୍ୟାନେଲ ଯଦି ଆପଣମାନେ ସର୍ବପ୍ରଥମେ ଆସିଛନ୍ତି, ତାହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଗତ ମାର୍ଚ୍ଚ 8 ତାରିଖରେ ଅନେକ ମହିଳାଙ୍କ ଆକାଉଣ୍ଟକୁ ଆସିଛି 5,000 ଟଙ୍କା। ଏବେ ବି ଲକ୍ଷ ଲକ୍ଷ ସୁଭଦ୍ରା ହିତାଧିକାରୀ ଏହି ସହାୟତାରୁ ବଞ୍ଚିକି ଅଛନ୍ତି। ଯଦି ଆପଣ ବି ଏବେ ପର୍ଯ୍ୟନ୍ତ ଆପଣ ସୁଭଦ୍ରା ଟଙ୍କା ପାଇନାହାନ୍ତି, ତେବେ ଜାଣନ୍ତୁ ଆପଣଙ୍କର ସୁଭଦ୍ରା ଟଙ୍କା କେବେ ଆସିବ। ସୁଭଦ୍ରାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବୈଷୟିକ ତ୍ରୁଟି ଯୋଗୁଁ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ସୁଭଦ୍ରା ଟଙ୍କା ପାଇନାହାନ୍ତି, ସେମାନଙ୍କ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଜାରି କରିଛି। ଯେଉଁମାନଙ୍କର ଏବେ ବି ଚାନ୍ସ ଦିନ, ସେମାନଙ୍କର ଡାଟା କ୍ରସ୍ ଭେରିଫିକେସନ ଚାଲିଛି। ଅନେକ ସୁଭଦ୍ରା ହିତାଧିକାରୀଙ୍କୁ ଆଧାର କାର୍ଡ ସହିତ ବ୍ୟାଙ୍କକୁ ଲିଙ୍କ କରାଯାଇ ନାହିଁ, ତେଣୁକରି ଆପଣଙ୍କର ସୁଭଦ୍ରା ଟଙ୍କା ଆସିବାର ବିଳମ୍ବ ଅଛି। ସରକାର ସୂଚନା ମୁତାବକ ଯେଉଁମାନେ ମାର୍ଚ୍ଚ 8ରେ ସୁଭଦ୍ରା ଟଙ୍କା ପାଇଛନ୍ତି, ସେମାନଙ୍କୁ ଆଗାମୀ କିଛି ସପ୍ତାହରେ ମଧ୍ୟ ସୁଭଦ୍ରା ଟଙ୍କା ପଠାଯିବ। ଯେଉଁ ସୁଭଦ୍ରା ହିତାଧିକାରୀ ଟଙ୍କା ପାଇନାହାନ୍ତି, ସେମାନଙ୍କୁ ପୋଷ୍ଟାଲକୁ ଯାଇ ନିଜ ଆବେଦନକୁ ଚେକ୍ କରି ନିଅନ୍ତୁ। ଆଉ ଆପଣଙ୍କର ବ୍ୟାଙ୍କ ଖାତାରେ NPCI ପ୍ରକ୍ରିୟା ଠିକ୍ ଅଛି କି ନାହିଁ ଚେକ୍ କରନ୍ତୁ। ଯଦି ଆପଣଙ୍କର ବଡ଼ ତ୍ରୁଟି ଅଛି, ତାହେଲେ ପାଖରେ ଥିବା ଆପଣଙ୍କର ଜନସେବା କେନ୍ଦ୍ରକୁ ଯାଇ ଯୋଗାଯୋଗ କରନ୍ତୁ। ଦର୍ଶକ ବନ୍ଧୁ, ଅଧିକା ଅପଡେଟ୍ ଜାଣିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ଆଉ ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ଖବର ପାଇପାରିବେ।